ଜୟ ଜଗନ୍ନାଥ ଦୋସ୍ତ, ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋର ହୃଦୟ ଭରା ପ୍ରଣାମ। ଆପଣମାନେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଆପଣମାନେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ଭିଡ଼ିଓଟିକୁ ଭଲ ଭାବରେ ଦେଖିଲେ ଆପଣମାନେ ଭଲ ଭାବରେ ବୁଝିପାରିବେ, ନହେଲେ ଭିଡ଼ିଓଟିକୁ ବୁଝିପାରିବେ ନାହିଁ। ମୁଁ ଆପଣମାନଙ୍କ ପାଇଁ ଆଉ ଗୋଟିଏ ଗୀତ ନେଇ ଆସିଛି। ମୁଁ କେମିତି ଗୀତ ବାହାର କରୁଛି କି ଆପଣମାନେ ଗୀତ କେମିତି ବାହାର କରିପାରିବେ ତା'ର ଗୋଟେ ଟ୍ରିକ୍ ବି ନେଇ ଆସିଛି। ଆପଣମାନେ ସେ ଟ୍ରିକ୍କୁ ଦେଖନ୍ତୁ ଆଉ ବଜାଇବା ପାଇଁ ଆପଣମାନେ ପ୍ରସ୍ତୁତ ହୋଇଯାଆନ୍ତୁ। ଗୀତଟି ଆଣିଛି ମୁଁ ଆପଣମାନଙ୍କ ରିକ୍ୱେଷ୍ଟରେ ହେଇଥିବା ଗୀତଟି। ଚାଲନ୍ତୁ ଆମେ ଗୀତ କେମିତି ପ୍ରକାରରେ ବାହାର କରିବା। ପ୍ରଥମେ ଗୀତଟିକୁ ଆମେ ଗାଇବା। ଗୀତଟିକୁ ସୁର ହିସାବରେ ଗାଆନ୍ତୁ। ତା'ର ସା ଖୋଜିବା ପାଇଁ ଚେଷ୍ଟା କରନ୍ତୁ। ତା'ର ସା କେଉଁଠି ଆସୁଛି, ଆପଣଙ୍କର ଯେଉଁ ସ୍କେଲ୍ ଅଛି ସେ ସ୍କେଲ୍ରେ ବଜାନ୍ତୁ। ଗୀତ ହାଇ ସ୍କେଲ୍ରେ ବଜିଲେ ଗୀତଟିକୁ ସୁନ୍ଦର ଲାଗେ। ଯଦି ଗୀତଟି ଆମେ ଲୋୟର ସ୍କେଲ୍ରେ ବଜାଇବା ଗୀତଟି ସୁନ୍ଦର ଲାଗିବ ନାହିଁ, ତା'ର ମିଠାସ ଲାଗିବ ନାହିଁ। ଯଦି ଆପଣମାନେ ହାରମୋନିୟମ ଶିଖିବା ପାଇଁ ଚାହୁଁଛନ୍ତି, ସବୁ ସ୍କେଲ୍ରେ ବଜାଇବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣମାନେ ଗୀତ ଗାଇବା ଉଦ୍ଦେଶ୍ୟରେ ଶିଖିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ଗୋଟିଏ ସ୍କେଲ୍ରେ ବଜାଇବା ପାଇଁ ପ୍ରାକ୍ଟିସ୍ କରନ୍ତୁ। ଗୋଟିଏ ସ୍କେଲ୍ରେ ଗୀତ ବଜାଇଲେ ସବୁ ଗୀତ ବଜାଇ ପାରିବେ ନାହିଁ। ଯଦି ଆମେ ଅଲଗା ଅଲଗା ସ୍କେଲ୍ରେ ଗୀତ ବଜାଇବା, ତାହେଲେ ଆମେ ସବୁ ଗୀତ ବଜାଇ ପାରିବା। ଆସନ୍ତୁ ପ୍ରଥମେ ଆମେ ଗୀତଟିକୁ ଗୁନଗୁନିବା, ମନେ ମନେ ଗାଇବା, ତାପରେ ତା'ର ସାକୁ ଆମେ ଖୋଜିବା। ସା ପାଇଗଲା ପରେ ତା'ର ଆମେ କର୍ଡ଼ ମେଜର ହେଇପାରେ ଚାहे ମାଇନର ହେଇପାରେ, ତା କର୍ଡ଼ ମାଧ୍ୟମରେ ଆମେ ଗୀତକୁ ଆମେ ବାହାର କରିବା। ସବସେ ବଡ଼ ଟ୍ରିକ୍ ଇଏ। ତାପରେ ତା'ର ରୁଟ୍ ଲାଇନ୍ ଦେଖି ନେବା। ରୁଟ୍ ଲାଇନ୍ ଦେଖି ସାରିଲା ପରେ ଆମେ ଜାଣିପାରିବା କେଉଁ ଥାର୍ଡ଼ରେ ବା କେଉଁ ରାଗରେ ବା ମାଇନରରେ କି ମେଜରରେ। ସେଥିରେ କୋମଳ ସ୍ୱର ଲାଗୁଛି, ଶୁଦ୍ଧ ସ୍ୱର ବି ଲାଗୁଛି। ଆପଣ ଥାର୍ଡ଼ ଯଦି ପ୍ରାକ୍ଟିସ୍ କରିବେ, ତାହେଲେ ଆପଣମାନେ ଶୀଘ୍ର ଜାଣିପାରିବେ ଗୀତଟି କେଉଁ ଥାର୍ଡ଼ରେ ବା କେଉଁ ରାଗରେ। ଆସନ୍ତୁ ଗୀତଟିକୁ ଆମେ ଗାଇବା। ହୋ 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 ଲା ରେ ଲା 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 ଲା, ହୋ 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 ଲା ରେ ଲା 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 ଲା। ନିଜେ ଦୁଃଖେ ରହି ଆମକୁ ହସାଏ, ଜାଣିଛ କି ତାର ନା? ନିଜେ ଭୁକେ ରହି ଆମକୁ ଖୁଆଏ, ଜାଣିଛ କି ତାର ନା?
ମା। ଚାଲନ୍ତୁ ଗୀତଟିରେ ଆମେ ସା ବାହାର କରିବା। ନିଜେ ଦୁଃଖେ ରହି ଆମକୁ ହସାଏ, ଜାଣିଛ କି ତାର ନା? ଗୀତର ଆମେ ସା ପାଇଗଲା। ଗୀତର ସା ପାଇଗଲେ ଗୀତର ପୁଣି ଆମେ କର୍ଡ ଦେଖିବା। ସାଗା ପା। କର୍ଡ ମିଳିଗଲା ଆମକୁ ସାଗା ପା। ସାଗା ପା। ତ ଏଥିରେ ଆମେ ମେଜର ମାଇନର, ଇଏ ହେଉଛି ମାଇନର, ୟାକୁ ଯଦି ମେଜର ନେବା ये शुद्ध स्वर, शुद्ध गा लगला। तो आपण मैंने बुझीपारे गीतर आमे सा पाईगला परे आमे तार कॉर्ड जानिले मेजर और तार माइनर। ये गीतरे मेजर कॉर्ड लगी। ये गीतरे आमे देखी नवा तारो रूट लाइन। किंतु ये गीतटी माइनर स्केल रे ही बाजिबो, भैरवी थाट रे गीतटी। तो आमे जानिले मेजर माइनर, आमे स्वर को मैच करवा। निजे दुखे रही आमको हसाए, जानिच कि तार ना। ये माइनर लगे भी गीत गाइबा एवं मेजर लगे भी गीत गाइबा। निजे दुखे रही आमको हसाए, ये जगह जदि गीत उठुची माइनर भी लगुच मेजर भी स्वर लगुच, तो ये जगह आमको कन्फ्यूज बढ़ेब। मेजर भी स्वर आसूचे माइनर भी स्वर आसूचे। ये जानिया दरकार जे यही गीतटी कोमल स्वर भी प्रयोग अच्छी आउ शुद्ध स्वर भी प्रयोग होइछि। तो तार अल्टरनेट आउ गोटे कॉर्ड आमे देखिबा। तार कॉर्ड होछि सा साधा मा। साधा मा, साधा मा कॉर्ड आमे नबा। साधा मा कॉर्ड भी मेजर हो पारे माइनर हो पारे। जदि आमे याको मेजर आमे नबा, देखियो मेजर कोडा हबो धाटा हबो शुद्ध स्वर सा नी धा पा मा। गीत गाइबा निजे दुख रही आमको हसाए, ये ऑलरेडी
ए गीत सहित आमर मैच करू नाही। तो या कोमल स्वर रे ही जीव, कोमल धा लगे। निजे दुखे रही आमको हसाए, जानिच कि तार ना। ये माँ भी ये जगार भी नहीं है। तो आपण आग को नहीं पारते चाहे पछ को नहीं पारते। तो ये गीतटा के आपण मैंने तार ट्रिक जानी पारे। चलतु आम गीतटी को बजेबा। ये गीतटी स्केल हूँ तार शार्प। थाट देखी नवा गीतटीर भैरवी थाट। भैरवी थाट रे रे गा धा नी ये हम कोमल स्वर। एवं एक्स्ट्रा स्वर ये गीतटीर जड़ित होइछि सी होइछि शुद्ध गा। चलतु तार रूट लाइन देखी नवा। ये गीतटीर एक्स्ट्रा सुर शुद्ध गा। शुद्ध गा ये गीतटीर एक्स्ट्रा सुर जड़ित होइछि। सेथिपाई आमे जेतेले कोड नौचे मेजर कोड तो गीत सहित मैच हो जाउछि। गीतटीर रूट लाइन आमे जेतेले देखिबा लोअर सप्तक पर्यंत जातु एवं मिडिल सप्तक पर्यंत जातु। देखिन तो आउ थरे रूट लाइन। गीतटीर रूट लाइन आपण माने जानी पाइले बुझी पारिले। चलतु गीतटी को आमे गाइबा। तार नोटेशन देखिबा। निजे दुखे रही आमको हसाए, जानिच कि तार ना। निजे भूखे रही आमको खुआए, जानिच कि तार ना। से मनजार ममतार सात सागर, झरु थाए टोपा टोपा आखिरे लुह। जापा दे मत पाते सारा दुनिया। आमो से आमो गीतटीर मुकुटा सरिला। गीतटीर अंतरा देखिबा। तापर आमे गोटे करी नोटेशन को आमे देखिबा। माँ बोली एही गोटे अक्षर, दुनिया रे सबुठारु मधुर। पण तोरे सिए घोड़ई देले, छोट लागे सारा संसार।
ଧନ ବୋଲି କହି ଥରେ ଦେରେ ଡାକ, ସରିଯାଏ ଜୀବନର ଅସରା ଦୁଃଖ। ତାର ଗାଳି ଫୁଲ ପରି ଆହା କଳ ଛୁଆ, ସେ ମା ମୋ ମା ମୋ ମା। ଚାଲନ୍ତୁ ତାର ନୋଟେସନ୍ ଦେଖିବା। ମୋର ଫିଙ୍ଗର ଅନୁସାରେ ଆପଣମାନେ ବଜାଇବା ପାଇଁ ଚେଷ୍ଟା କରନ୍ତୁ। ନିଜେ ଦୁଃଖେ ରହି ଆମକୁ ହସାଏ, ଜାଣିଛ କି ତାର ନା? ନିଜେ ଭୁକେ ରହି ଆମକୁ ଖୁଆଏ, ଜାଣିଛ କି ତାର ନା? ସେ ମା ମୋ ମା, ସେ ମା ମୋ ମା। ମନ ଯାର ମମତାର ସାତ ସାଗର, ଝରୁଥାଏ ଟପା ଟପା ଆଖିରେ ଲୁହ। ଜାପା ଦେ ମତ ପାତେ ସାରା ଦୁନିଆ, ମା ମୋ ମା, ସେ ମା ମୋ ମା। ଗୀତଟିର ମୁଖଡ଼ା ସରିଲା, ଗୀତଟିର ଅନ୍ତରାକୁ ଯିବା। ମା ବୋଲି ସିଏ ଗୋଟେ ଅକ୍ଷର, ଦୁନିଆରେ ସବୁଠାରୁ ମଧୁର। କଣ ତୋରେ ସିଏ ଘୋଡ଼େଇ ଦେଲେ, ଛୋଟ ଲାଗେ ଏଇ ସାରା ସଂସାର। ଧନ ବୋଲି କହି ଥରେ ଦେରେ ଡାକ, ସରିଯାଏ ଜୀବନର ଅସରା ଦୁଃଖ। ତାର ଗାଳି ଫୁଲ ପରି ଆହା ଅଳ ଛୁଆ, ମା ସେ ମା, ସେ ମା ମୋ ମା। ଗୀତଟିକୁ ଆପଣମାନେ ଧୀରେ ଧୀରେ କରି ବଜାନ୍ତୁ, ଆପଣମାନେ ତାର ନୋଟେସନ୍ ଜାଣିଯିବେ। ଯଦି ଆପଣମାନଙ୍କର କେଉଁଠି କିଛି ଯଦି ବୁଝିପାରୁନାହାନ୍ତି ତାହେଲେ ମୋ ପାଖକୁ ଫୋନ୍ କରି ପଚାରନ୍ତୁ, ମୁଁ ଆପଣମାନଙ୍କୁ ଭଲ ଭାବରେ ବୁଝିଦେବି। ମୋର ଲିରିକ୍ସ ଭଲ ହୁଏ ନାହିଁ, ତ ମୋର ସୁର ସହିତ ଆପଣମାନେ ମ୍ୟାଚ୍ କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ସେମିତି ଲିରିକ୍ସରେ ଯଦି ଭୁଲ ତ୍ରୁଟି ମିଳେ ଆପଣମାନେ ମୋତେ କ୍ଷମା କରିଦେବେ। ଏ ଗୀତଟିରେ ଶୁଦ୍ଧ ସୁର, କୋମଳ ସୁର ଲାଗିଛି, ତ ଗୀତ ବାହାର କରିବା ପାଇଁ ହେଲେ ବହୁତ କଷ୍ଟ ହୁଏ। ତ ଆପଣମାନେ ଗୀତଟିକୁ ଭଲ ଭାବରେ ବଜାନ୍ତୁ। ଯଦି ଏଫ୍ ସାର୍ପରେ ବଜାଇଲେ, ଏମିତି ସି ସାର୍ପରେ, ଡି ସାର୍ପରେ, ଏଫ୍ ସାର୍ପରେ, ଜି ସାର୍ପରେ, ତ ପ୍ରତ୍ୟେକ ସ୍କେଲର ଯଦି ବଜାଇ ପାରିଲେ ତାହେଲେ ଆପଣମାନଙ୍କର ସ୍ୱର ଜ୍ଞାନ ବହୁତ ଜଲ୍ଦି ହେଇପାରିବ। କାହିଁକି ନା ସ୍ୱର ଜ୍ଞାନ ଯଦି ଆମେ ଅଲଗା ଅଲଗା ସ୍କେଲରେ ବଜାଇବା ତାହେଲେ ଆମର ବହୁତ ଜଲ୍ଦି ହେଇପାରିବ।
କିନ୍ତୁ ଯେତେବେଳେ ଆପଣମାନେ ସରଗମ କରୁଥିବେ ସ୍ୱର ସହିତ ହାରମୋନିୟମର ଫ୍ରିକ୍ୱେନ୍ସିକୁ ମ୍ୟାଚ୍ କରୁଥିବା ଦରକାର। ଯଦି ଆପଣମାନେ ମ୍ୟାଚ୍ ନ କରୁଥିବେ ତାହେଲେ ସ୍ୱରଗନ ହୋଇପାରିବ ନାହିଁ। ଆପଣମାନେ ଗୀତଟିକୁ ବଜାଇବା ପାଇଁ ଚେଷ୍ଟା କରନ୍ତୁ। ମୋର ଆଶା ଆପଣମାନଙ୍କ ଉପରେ ଭରସା ବି ଅଛି, ଆପଣମାନଙ୍କର ସ୍ୱରଜ୍ଞାନ ବହୁତ ଜଲ୍ଦି ହୋଇପାରିବ। ଯଦି ମୋର ରୁଲ୍କୁ ବା ଟ୍ରିକ୍କୁ ଆପଣମାନେ ଫଲୋ ଅପ୍ କରିବେ ତାହେଲେ ଆପଣମାନଙ୍କର ସ୍ୱରଜ୍ଞାନ ବହୁତ ଜଲ୍ଦି ହୋଇପାରିବ ଏବଂ ଆପଣମାନେ ଭଲ ଭାବରେ ବଜାଇ ପାରିବେ। ଚାଲନ୍ତୁ ଦୋସ୍ତ, ଆପଣମାନେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।